ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏକ ନିଷ୍ପତ୍ତି କୌତୁହଳ ତିଆରି କରିଛି। କ'ଣ ସେ ନିଷ୍ପତ୍ତି? ସେ ନିଷ୍ପତ୍ତି ହେଉଛି ପେନି ବା ସେଣ୍ଟର ତିଆରିକୁ ବନ୍ଦ କରିଦେବା। ପେନି କହିଲେ ଆମେ କ'ଣ ବୁଝୁ ବା ସେଣ୍ଟ କହିଲେ ଆମେ କ'ଣ ବୁଝୁ? 100ଟି ସେଣ୍ଟ ମିଶିଲେ ଗୋଟିଏ ଡଲାର ହୁଏ। 100ଟି ସେଣ୍ଟ ମିଶିଲେ ଗୋଟିଏ ଡଲାର ହୁଏ। ଯେମିତି ଆମେ 100 ପଇସାରେ ଗୋଟିଏ ଟଙ୍କା ତିଆରି କରିଥାଉ ବା ଗୋଟିଏ ଟଙ୍କା ବୋଲି କହିଥାଉ, 100 ପଇସା ଗୋଟିଏ ଟଙ୍କା। ସେମିତି ଗୋଟିଏ ଗୋଟିଏ 100ଟି ସେଣ୍ଟ ମିଶିଲେ ଗୋଟିଏ ଡଲାର ହୁଏ। ଆମେରିକାର ଅର୍ଥନୀତିରେ ଏବେ ୱେଷ୍ଟଫୁଲ ଏକ୍ସପେଣ୍ଡିଚର ବା ଅଯଥା ଖର୍ଚ୍ଚ ବନ୍ଦ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେ ଗୋଟିଏ ଡିପାର୍ଟମେଣ୍ଟ ଗଢ଼ିଛନ୍ତି। ଜଣାଶୁଣା ଟେକ୍ନୋକ୍ରାଟ ତଥା ବ୍ୟବସାୟୀ ଯେ ସାରା ପୃଥିବୀରେ ଜଣାଶୁଣା, ତାଙ୍କ ନାଁ ହେଉଛି ଏଲନ୍ ମସ୍କ। ତାଙ୍କ ନେତୃତ୍ୱରେ ଡିପାର୍ଟମେଣ୍ଟଟି ଗଢ଼ାଯାଇଛି। ତାର ନାଁ ହେଉଛି ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି। ଏହାର କାମ ହେଉଛି ଯେଉଁଠି ସରକାର ଅଯଥା ଖର୍ଚ୍ଚ କରୁଛନ୍ତି ସେହି ଖର୍ଚ୍ଚକୁ ବନ୍ଦ କରିବା। ସେହି କ୍ରମରେ ସେଣ୍ଟ ବା ପେନିର ମୁଦ୍ରଣକୁ ବନ୍ଦ କରିଦିଆଯାଇଛି। ଆଉ ସେଣ୍ଟ ତିଆରି କରାଯିବ ନାହିଁ। କାହିଁକି ତିଆରି କରାଯିବ ନାହିଁ? 100ଟି ସେଣ୍ଟ ମିଶିଲେ ଗୋଟିଏ ଡଲାର ମୁଁ କହିଛି। ତାର କାରଣ ହେଉଛି ଗୋଟିଏ ସେଣ୍ଟ ତିଆରି କରିବା ପାଇଁ 2ଟି ସେଣ୍ଟ ଖର୍ଚ୍ଚ ହୁଏ। ଅର୍ଥାତ୍ ତାର ମୂଲ୍ୟ ଯେତିକି ବା ଯେତିକି ଟଙ୍କା ବୋଲି ଆମେ ତାକୁ ଯେତିକି ସେଣ୍ଟ ବୋଲି ଆମେ କହୁ, ସେଥିପାଇଁ ଖର୍ଚ୍ଚ ହୁଏ ଗୋଟିଏ ସେଣ୍ଟକୁ ତିଆରି କରିବା ପାଇଁ 2ଟି ସେଣ୍ଟ ଆବଶ୍ୟକ ହୁଏ। ଏହାଦ୍ୱାରା ଆମେରିକାର ଟ୍ରେଜେରୀ ଖର୍ଚ୍ଚାନ୍ତ ହେଉଛି, ଏହାର କିଛି ଲାଭ ନାହିଁ। ତେଣୁ ସେଣ୍ଟ ଆଉ ମିଳିବନି, ସେଣ୍ଟକୁ ଆଉ ମୁଦ୍ରଣ କରାଯିବ ନାହିଁ। 233 ବର୍ଷ ଧରି ଆମେରିକାର ଲୋକମାନେ ଏହି ସେଣ୍ଟ ବ୍ୟବହାର କରୁଥିଲେ, ଏହାର ମୁଦ୍ରଣ ଚାଲିଥିଲା। କିନ୍ତୁ ଏବେ ଡୋନାଲ୍ଡ ଟ୍ରମ୍ପ ଏହାକୁ ବନ୍ଦ କରିଛନ୍ତି। ଏହା ଗୋଟିଏ ଛୋଟ ନିଷ୍ପତ୍ତି ହେଇପାରେ ସେଣ୍ଟର ପ୍ରଚଳନକୁ ବନ୍ଦ କରିବା, କିନ୍ତୁ ଏହାର ଗୋଟିଏ ପ୍ରଭାବ ରହିଛି। କ'ଣ ସେ ପ୍ରଭାବ? ଭାରତବର୍ଷ କ୍ଷେତ୍ରରେ ଏହାକୁ ଲକ୍ଷ୍ୟ କରିବାର କଥା ଯେ ଆମେ ଟଙ୍କିକିଆ ବ୍ୟବହାର କରୁଛେ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଏ ଟଙ୍କାଟେ ବି ଆଜିକାଲି ଭିକାରୀଙ୍କୁ ଯଦି ଆପଣ ଦେବେ, ଭିକାରୀ ନେଉନାହାନ୍ତି। ଆପଣ ମନ୍ଦିର ଭିତରକୁ ଗଲେ ଆଗରୁ ଟଙ୍କାଟିଏ ପକାଉଥିଲେ, ଯେହେତୁ କେହି ନଥିବେ ଆପଣ ଟଙ୍କାଟିଏ ପକାଇ ଦେବେ, କିନ୍ତୁ ଟଙ୍କାଟିଏ ପକାଇଲା ବେଳକୁ ଆପଣଙ୍କୁ ଖରାପ ଲାଗୁଛି। ଟଙ୍କାଟିଏର ଭ୍ୟାଲ୍ୟୁ ନାହିଁ। କିନ୍ତୁ ଟଙ୍କାର ପ୍ରଚଳନକୁ, ମୁଦ୍ରଣକୁ ଆମେ ବନ୍ଦ କରିନାହୁଁ। ଆପଣ ଜାଣିଛନ୍ତି ଯଦି ବାହାଘର ବା ବ୍ରତଘର ବା କୌଣସି ସାମାଜିକ କାର୍ଯ୍ୟକ୍ରମରେ ଆପଣ ଯେତେବେଳେ ଯାଆନ୍ତି, ଲଫାଫା ଭିତରେ ଆପଣ ଯଦି 1000 ଟଙ୍କା ଦେଉଛନ୍ତି ଗିଫ୍ଟ, ତା ଦେହରେ ଗୋଟିଏ ଟଙ୍କାର ଆପଣ ଲାଗିକି ରହିଥିବ ଲଫାପାରେ, ଅର୍ଥାତ୍ 101 ଟଙ୍କା ଆପଣ ଦିଅନ୍ତି। ଆମ ଟ୍ରାଡ଼ିସନରେ 100 ଟଙ୍କା, 200 ଟଙ୍କା, 1000 ଟଙ୍କା, 2000 ଟଙ୍କା ଆମେ ସିଧାସଳଖ ଦେଇନଥାଉ। ଆମେ ଟଙ୍କାଟିଏ ଏକ୍ସଟ୍ରା ଦେଇଥାଉ। 1001 ଟଙ୍କା, 2001 ଟଙ୍କା, 501 ଟଙ୍କା, ଏଇଭଳି ଆମେ ଗିଫ୍ଟ ଆକାରରେ ଦେଇଥାଉ। ସମ୍ବଲପୁରରେ ଯେଉଁ ଡାକ୍ତର ଅଛନ୍ତି ରାମଚନ୍ଦାନୀ, ସେ ଟଙ୍କିକିଆ କ୍ଲିନିକ୍ ଖୋଲିଛନ୍ତି, ଆପଣ ଜାଣିଛନ୍ତି। ଟଙ୍କାଟିଏ ଦେଇ ରୋଗୀ ସେବା ସେ କରୁଛନ୍ତି। ଏ ଗୋଟେ ପ୍ରତୀକ। ଟଙ୍କିକିଆ ଚାଉଳ କଥା ଆପଣ ଜାଣିଛନ୍ତି। ଯେଉଁ ସରକାର ଆମକୁ 25ରୁ 30 ଟଙ୍କା ଗୋଟିଏ ଚାଉଳ କିଲୋ ପ୍ରତି ଛାଡ଼ କରିଦେଉଛନ୍ତି, ସିଏ କ'ଣ ଟଙ୍କାଟିଏ ନେବା ପାଇଁ ଆମଠାରୁ ଚାହୁଁଛନ୍ତି? ତେଣୁ ଟଙ୍କିକିଆ ଚାଉଳ ଆର ନାଁ କାହିଁକି ଥିଲା? କାହିଁକି ଆମକୁ 5 କିଲୋ ଚାଉଳ ଆଣିଲେ 5 ଟଙ୍କା ବିନିମୟରେ ସରକାର ଆମକୁ 5 କିଲୋ ଚାଉଳ ଦେଉଥିଲେ, ଯାହାର ମୂଲ୍ୟ ବହୁତ ଅଧିକା? ତାର କାରଣ ହେଉଛି ଗୋଟିଏ ଟଙ୍କା ହେଉଛି ପ୍ରତୀକ। এই ପ୍ରତୀକକୁ ଆମେ ବ୍ୟବହାର କରୁ। ତେଣୁ ବହୁ ସମୟରେ ଠାକୁରଙ୍କ ପାଖରେ ସଂକଳ୍ପ କଲାବେଳେ ଗୋଟିଏ ଟଙ୍କା ଆମେ ରଖିଥାଉ। ତ ଆମ ପରମ୍ପରା ସହିତ, ଆମର ଚଳନୀ ସହିତ 1 ଟଙ୍କା ଯୋଡ଼ି ହୋଇକରି ରହିଛି।